Good morning, sisters. I Sulapadi from Nandpada, Barihavali, Sambalpur, Odisha, India. Sulapadi Arisa Paschimachal Foods Cook channel. Welcome my channel. Sisters, ଆଜି ଗୋଟେ ଲେଖା ଲେଖିଛି ଆପଣମାନଙ୍କୁ ଗୋଟେ ଗପ କାହାଣୀ ଆପଣଙ୍କୁ କାହାଣୀଟା କହିକିରି ସେୟାର କରୁଛି ସିଷ୍ଟର୍ସ ମାନେ ଗୋଟେ ଗାଁ ଥିଲା ଗାଁରେ ପୁରାତନ ଯୁଗରେ କୂଅରୁ ପାଣି କାଢ଼ୁଥିଲେ ସ୍ତ୍ରୀ ଲୋକମାନେ ଆଗ ବୋରିଂ କୁଆଁ କି ଘରେ ଘରେ PHD ପାଣି ଏସବୁର କିଛି ସୁବିଧା ନଥିଲା ନଈରୁ ପୋଖରୀରୁ ସବୁ ପାଣି ମାନେ ଗାଁରୁ ଲୋକମାନେ ଆଣୁଥିଲେ ଚଳୁଥିଲେ ଗାଧୋଇବା ପାଇଁ ଖାଇବା ପାଇଁ ସବୁ ବାହାରୁ ନଦୀରୁ ବନ୍ଧରୁ କୂଅରୁ ପାଣି ଆଣୁଥିଲେ ସିଷ୍ଟର୍ସ ମାନେ ତିନିଟା ସ୍ତ୍ରୀ ଲୋକ ସାଙ୍ଗ ହେଇକିରି ସବୁଦିନ କୂଅକୁ ଯାଉଥିଲେ ହେଲେ ଦିନ ଯାଇଥିଲେ ସାଙ୍ଗ ହେଇକିରି ପ୍ରଥମ ସ୍ତ୍ରୀ ପାଣି ଘିଚିଲା ଆଉ ସେଇ କୂଅ ଦେଇକିରି ତାର ପୁଅ ସେଇ ବାଟରେ ଦେଇକିରି ତାର ପୁଅ ଗଲା ପୁଅ କହିଲା ମା ମୁଁ ଯାଉଛି ପାଠ ପଢ଼ିବା ହେଲେ ସିଷ୍ଟର୍ସ ମାନେ ସେ ପ୍ରଥମ ସ୍ତ୍ରୀ କହିଲା ମୋର ପୁଅ ଭଲ ପାଠ ପଢ଼ୁଛି ଆଉ ସମୟ ତାର ନାହିଁ ସବୁବେଳେ ପାଠ ପଢ଼ାରେ ତାର ମନ ଅଛି ହେଲେ ତାର ପୁଅ ଗଲା ତାପରେ ଦ୍ୱିତୀୟ ସ୍ତ୍ରୀ ପାଣି ଭରିଲା ତାର ବା ପାଣି ଭରି ସାରିଲା ତାର ପୁଅ ସିଆଡ଼ୁ ସେଇ କୂଅ ବାଟୁ ଆସିଲା ତାରୁ କହିଲା ମା ମୁଇଁ ଆସୁଛି ହେଲେ କୂଅରୁ ମା ପାଣି କାଢ଼ିକିରି ରଖିଥିଲା ହେଲେ ଦ୍ୱିତୀୟ ସ୍ତ୍ରୀ କହିଲା ନାଇଁ ମୋର ପୁଅ ସରକାରୀ ଚାକିରି କରୁଛି ଆଉ ମୋର ପୁଅ କାର୍ଯ୍ୟ ବ୍ୟସ୍ତ ଅଛି ପ୍ରଥମ ସ୍ତ୍ରୀର ପୁଅ ବି ଚାଲିଗଲା ସିଷ୍ଟର୍ସ ମାନେ ଆଉ ଦ୍ୱିତୀୟ ସ୍ତ୍ରୀର ପୁଅ ବି ଚାଲିଗଲା ସିଷ୍ଟର୍ସ ମାନେ ତୃତୀୟ ସ୍ତ୍ରୀର ପୁଅ ଆସିଲା ଆଉ ତୃତୀୟ ସ୍ତ୍ରୀର ପୁଅ କୂଅ ପାଖକୁ ଆସିଲା କହିଲା ମା ଆଉ ମାନେ ତୃତୀୟ ସ୍ତ୍ରୀର ପୁଅ ସରକାରୀ ସ୍କୁଲରେ ପାଠ ପଢ଼େ ଆଉ ମାଆକୁ କହିଲା ମା ଚାଲ ମୁଁ ପାଣି ଧରୁଛି ଆଉ ଆମେ ଘରକେ ଯିବା ହେଲେ କେତେ ଅଧା କିଲୋମିଟର କି କେତେ ଥିଲା ଦୂରେ ଥିଲା କୂଅ ହେଲେ ସିଷ୍ଟର୍ସ ମାନେ ଦେଖୁନ୍ ଯେଉଁ ପୁଅ ମାଆର କଷ୍ଟ ବୁଝିପାରେ ଯେଉଁ ପୁଅ ମାଆର ଦୁଃଖ ବୁଝିପାରେ ସେ ପୁଅର ମାନେ ଫ୍ରେଣ୍ଡସ୍ ମାନେ ମାଆର ସାଥ ଦେଉଥିବା ପୁଅ ସବୁଠୁ ଜ୍ଞାନୀ ସିଷ୍ଟର୍ସ ମାନେ ମାଆକୁ 24 ଘଣ୍ଟା ସୁରକ୍ଷା ଯେଉଁ ପୁଅ ଦେବ ସେ ପୁଅ ବହୁତ ଜ୍ଞାନୀ ହେଇଥିବ ସିଷ୍ଟର୍ସ ମାନେ ମୁଁ ଯେତେବେଳେ ପ୍ରଥମେ ବିଜନେସ୍ ଆରମ୍ଭ କଲି ସେ ଟାଇମ୍ରେ ମୋର ଗୋଟେ ସାଙ୍ଗଟେ ମୋର ସାଙ୍ଗେ ଆରିସା ପିଠା ତିଆରି କରି ଲାଗୁଥିଲେ ଆଉ ମୋର ସାଙ୍ଗେ ବଜାର ବି ଯାଉଥିଲେ ମୁଇଁ କିରାନା ସାମାନ ସବୁ ଘିନିକିରି ଆନେ ଆଉ ବିକେ ଘରେ ହେଲେ ସିଷ୍ଟର୍ସ ମାନେ ସେମାନେ ସାଙ୍ଗେ ଆମର ଯାଇଥିଲେ ମୋର ଛୁଆଟା ସିଷ୍ଟର ମାନେ ସେତିକିବେଳେ ହେନ୍ତା ହେଇଥିଲା 3 ବର୍ଷର ହେଇଥିଲା ହେଲେ ମୁଇଁ ଗୋଟେ ବେଗ୍ରେ ସାମାନ ବହୁତ ଥିଲା ଅରୁଆ ଚାଉଳ 10 kg ଘିଣିଲି ଆଉ ଦୋକାନ ଦେଇଥିଲି ମିକ୍ସଚର ବିସ୍କୁଟ ସେଟା ଗୋଟେ ବେଗ୍ ଥିଲା ସିଷ୍ଟର୍ସ ମାନେ ହେଲେ ଯେନ୍ ଝିଅ ମୋର ସାଙ୍ଗେ ଯାଇଥିଲା ସେ କହିଲା ନାଇଁ ମୋତେ 5 ଟଙ୍କିଟେ ଦିଅ ମୁଇଁ ଉଲି ଶାଗ ନେବି ସିଷ୍ଟର୍ସ ମାନେ ମୁଁ ସେ ଟାଇମ୍ରେ ଗରିବ ଥିଲି ମୋର ପଇସା ନେଇଥାଇ ମୁଇଁ ମାପି ଜୁଖିକିରି ହାଟ ବାଟ ଦୋକାନ ଲାଗି ଘିନିକିରି ଆନେ ଛୋଟ ବିଜନେସ୍ ଛୋଟ ଧନ୍ଦା କରୁଥିଲି ହେଲେ ସେ ଟାଇମ୍ରେ ମୋର ରିକ୍ସା ଭଡ଼ା ଖାଲି 20 ଟଙ୍କା ଥିଲା ଆଉ ଏନ୍ତା 200 କି 300 କେତେ ନେଇଥିଲି ସୋର ନାଇଁନ ସେଟା ସରିଗଲା ଆଉ 20 ଟଙ୍କା ମାତ୍ର ରିକ୍ସା ଭଡ଼ା ଧରିଥିଲି ଆଉ ସେ ଝିଅକୁ 5 ଟଙ୍କା ମୁଇଁ ନାଇଁ ଦେଲି ମୁଁ ନାଇଁ ଥାଏ ବୋଲି ନାଇଁ ଦେଲି ହେଲେ ସେ ଝିଅ କହିଲା ନାଇଁ ମୁଇଁ ଛାଡ଼ି ଦେଇକିରି ସିଷ୍ଟର ମାନେ ମୋତେ ଆଉ ମୋର ଛୁଆକେ ଗୋଲବଜାରରୁ ସମ୍ବଲପୁର ଗୋଲବଜାରରୁ
ଛାଡ଼ିକିରି ପଳେଇ आला सिस्टर्स मैंने बोले से टाइम रे सिस्टर्स मैंने मोर छुआ 3 वर्ष रहीला हेले मुई गुटे चाउल घिनथिली 10 केजी आउ जुड़े बैग रे से सामान माने थिला आउ से टाइम रे बोले से टाइम रे मोर छुआ से बैगटा पिठी रे उले थिला सिस्टर्स माने आउ जेते बेला हमें कोल बजारू रिक्शा जाकर बाबू धरिक छोट छुआ कादोरे वर्षा रे आनला हेतकी बेला मुई बहुत कांदी थिली सिस्टर्स माने मोर छुआ से दिन ओजन बैग बुईथिला मुई से दिन जानी थिली जे मोर छुआ जिन कमाबा से दिन मुई धनी हेबी बोलिगिरी सिस्टर्स माने मोर अभाव टाइम रे मोर छुआ मते बहुत हेल्प करिथिला बहुत शान थिला से टाइम रे पिठी रे उलेथिला सिस्टर्स माने एबे से कथा मने पकाले एबे भी दुख लागुचे कष्ट लागुचे आखि लुह झरी जाउचे आज मोर छुआ बड़ है बिजनेस कला पैसा कमाला से पैसा मते हेल्प करुचे सिस्टर्स माने मोर चैनल आपण माने बहुत सहयोग करुछन आपण मानकर भल पाइबारे आज मु यूट्यूब चैनल सुलभापाड़ी आरिसा पश्चिमांचल फूड्स कुक चैनल आगो को बढ़ी आज सिस्टर्स माने 2200 केते हेछि 23 केते हेछि आगो को बहुत ग्रो करुछि सिस्टर्स माने मोर चैनल को भल पाइबा देउथिबे मोर चैनल रे जो जोगाजोग रे थिबे मोर चैनल को सब्सक्राइब करबे लाइक करबे प्लीज सिस्टर्स माने रहउछि गॉड ब्लेस जय जगन्नाथ।